ଆଉ ଅଳ୍ପ ବାଟ ଅଛି, ତୁ ଜମା ବ୍ୟସ୍ତ ହୋନା। ସେଇ ଆଗରେ ବଢିଆ ଛନଛନିଆ କଅଁଳ ଘାସ ଅଛି। ଆ ଆ ଲକ୍ଷ୍ମୀ, ତୁ ଏଇଠି ପେଟ ଭରି ଘାସ ଖାଉଥା। କିଏ ଡାକିଲେ ଶୁଣିବୁନି କି କାହାରି ସାଙ୍ଗେ ଏକୁଟିଆ ଯିବୁନି। ମୁଁ ସେଇ ଗଛ ମୂଳରେ ବସିଛି। अरे बा बढ़िया माउसिया छेरीटे हेची तो याकू जदी भूलेई बाघ मामू पाखकू नहीं जीबी बाघ मामूर सकाळ टिफिन टा हेई जीवो मु भी आड़ गोड़ टिके रेकाटिबी। आलो तू लक्ष्मी टी से दिन जहाकू देखिथिली आहा की सुंदर पटल परी चेहरा थिला सुकी की सुकुटा भेंडी परी सिरामळ देखा गलुनी भल करी पेट पूरा खाइबा को पाउनु बोध हुए। पिलुआ नाना तुम्हें कौन देखी पारुन मुझे कौल घास खाऊची मो मालिक मते जगह छाड़ी जीवाकू मना करची तुम्हें जाओ। आलो जगह छाड़ी जीवाकू सिना मना करिछि या थारु भलो कौल घास खाइबाकू तो मना करिनी। तू जेते कौल घास खाइबू सेते हृष्ट पृष्ट हेबू मो संगे चाल या थारु बढ़िया कौल घास जगह को नहीं जीवी। कौन या ठारू भी भल घास अच्छी हौ चल मो पेट पूरा खाई दे पळे आसीबी। नाना आउ केते बाट रहिला बुली की गले तो बहुत बाट रहिलानी एई गुफा भीतर गोटे सुडंग अछि सेई बाटे गले सीधा घास बिलकू उठी जिबा। बाघ मामू देखो तुम पाई आज बढ़िया भोजन व्यवस्था करिछि। अरे बाबा बहुत भलो करिछु हेले मु एबे एबे शिकार करी पेटे खाइछि तू जगी था मु टिके सोई के उठले मिसी के खाइबा। हे बन देवी मु काहे की बिलुआ बुधिरे पड़िली आज मो जीवन टी गला। लक्ष्मी कहीं देखा जाऊनी तो लक्ष्मी को पाखु मामू नहीं जाइनी तो हो हे थिबो चल देखिबा। लक्ष्मी हे लक्ष्मी तो एठी नन्नी चल धीरे धीरे जिबा लक्ष्मी को नहीं की पळे आसीबा। अरे तमे दुटा जी चाली चाली मो पाखो को पड़ी आसीच
ଭଲ କଲ। ଆଜି ତିନିଟା କଅଁଳ ମାଂସ ଭୋଜନ ହବ। ହେ ନାଇଁ ବାଘ ମାମୁଁ, ଆମେ ତୁମକୁ ସେଦିନ ଏତେ କଷ୍ଟ ଦେଇଥିବାରୁ ବନଦେବୀ ଆସିକି ଆମକୁ ସ୍ୱପ୍ନରେ ବହୁତ ଗାଳି ଦେଲେ। ଆମେ ତୁମକୁ 4ଟା ଛେଳି ଭେଟି ଦେଇ ତୁମକୁ କ୍ଷମା ମାଗିବାକୁ ଆସିଛୁ। ହେଲେ 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 କଣ? ବାଟରେ ଆଉ ଗୋଟେ ବାଘ ଦେଖିଲୁ। ସେ କହିଲା ମୁଁ ହଉଛି ବଣର ନୂଆ ରାଜା ଆଉ ସବୁଠୁ ବଳବାନ। ଆମଠୁ ସବୁ ଛେଳି ଛଡେଇ ନେଇଗଲା। କଣ କହିଲୁ? ମୋ ଇଲାକାକୁ ଆସି ମୋ ଆହାର ଛଡେଇ ନେଇଗଲା? କୋଉଠୁ ଆସିଲା? କେବେଠୁ ଆସିଲା? କାଇଁ ମୁଁ ତ ଜାଣିନି। ଖାଲି ବାଘ ନୁହଁ ମାମୁଁ, ତା ସାଙ୍ଗରେ ଗୋଟେ କୁମ୍ଭୀର ଆଉ ଗୋଟେ ବିଲୁଆକୁ ରଖି ଦଳ ଗଢିଲାଣି। ଏଇ ବିଲୁଆ ଠାରୁ ସେ ବିଲୁଆ ଆହୁରି ଚତୁର। ଆରେ ବାଘ, ବିଲୁଆ, କଣ ପୁଣି ଥରେ ଏ ପିଲାଙ୍କ ଠାରୁ ମଜା ଚାଖିବାକୁ ମନ ଡକେଇଲେଣି? ପୁଣି ଏମାନଙ୍କର ମନଗଣା କାହାଣୀକୁ କାନ ଡେରି ଶୁଣୁଛ? ଆରେ ତୁମ ମାନଙ୍କର ଯଦି ପେଟ ଥଣ୍ଡା ଅଛି ନ ଖାଅ, ମୁଁ ଏକାଥରେ 3 ଜଣଙ୍କୁ ଗିଳି ଦଉଛି। ହଉ, ଆମକୁ ଖାଇବା ଚକ୍କରେ ବଣରେ ଆଉ ଗୋଟେ ବି ଶିକାର ପାଇବନି। ଯଦି ଭଲ ଦଶା ଅଛି ଆମ ସାଙ୍ଗରେ ଯାଇ ତାଙ୍କ ଗୁମ୍ଫାରେ ପଶି ତାଙ୍କୁ ସାବାଡ କରିକି ଆସ। ହଁ, ଆମେ 2 ଜଣ ତାଙ୍କ ଗୁମ୍ଫା ଦେଖିଛୁ। ଏ ଭାଇ ଭଉଣୀ ଦିଟା ସତ କହୁଛନ୍ତି କି ମିଛ କହୁଛନ୍ତି? ମୁଁ ଭାବୁଛି ଥରେ ଦେଖିଦବାଟା ଠିକ ହବ। ଏ 2 ଜଣ ଆମ ସାଙ୍ଗରେ ଥିବେ। ମିଛ ହେଇଥିଲେ ସେଇଠି ମାରି ବସିବା, ନା କଣ କହୁଛ ମାମୁଁ? ଠିକ ଅଛି, ଚାଲ ଏବେ ସମସ୍ତେ। ବାଘ ମାମୁଁ, ହେଇ ଦେଖ ତାଙ୍କ ଗୁମ୍ଫା। ଜଣ ଜଣ ହେଇକି ଦେଖ, ଆମେ ସତ କହୁଥିଲୁ କି ମିଛ କହୁଥିଲୁ। ଆରେ ସତରେ ୟା ଭିତରେ ବାଘଟେ ଅଛି। ଏ ମାମୁଁ ଦେଖ, ଏ ବିଲୁଆଟେ ବି ମୁହଁ ଦେଖେଇଲାଣି। ହଁ? ଆରେ ସେ କୁମ୍ଭୀରଟା ମୋ ଆଡକୁ ଆଁ ମେଲା କରି ଦାନ୍ତ ଦେଖଉଛି। ମାମୁଁ, ଆଉ କାହିଁକି ଡେରି କରୁଛ? ଆକ୍ରମଣ ହଉ। ଏଥର କୁଆଡେ ଯିବ? ହଁ, ଏଇଠି ଅଛି। ମୁହଁ ମାରିଛୁ କାହିଁକି? ଉଠ। ଆରେ ଆରେ ତତେ କଣ ଜଣା ପଡୁନି? ମୁଁ କୁମ୍ଭୀର, ଆଉ ମୋ ଶତ୍ରୁକୁ ବି ମୁଁ ପାଉନି। ଏ ମୁଁ ଯୋଉ ବିଲୁଆକୁ ଦେଖିଥିଲି, ସେ ବିଲୁଆ ତ କୋଉଠି ଲୁଚି ଯାଇଛି। ଚୁପ୍ କର। ଆରେ ସେ ପିଲା ଦିଟା ପୁଣି ତମକୁ ବୋକା ବନେଇଲେ। ଆରେ ଗୋଟେ କୂଅକୁ ଗୁମ୍ଫା କହି ଆମକୁ କୂଅରେ ଫସେଇ ଦେଲେ। ବଢିଆ ହେଇଛି। ମୋ ଛେଳିକୁ ଖାଇଥାନ୍ତ ନାଇଁ? ଏବେ ପାଣି ପିଇ ପିଇ ମୋର ସବୁ। ନାନୀ, ଲକ୍ଷ୍ମୀ, ଦୌଡ଼ ଏଠୁ। ମଉସା, ବହୁତ ବଡ ଭୁଲ ହେଇଗଲା। ଯେମିତି ହଉ ଆମକୁ ଏଠୁ ବାହାରିବାକୁ ପଡିବ। ଆଉ ତାକୁ ଛାଡ଼ିବାନି। ଏଥର ତାଙ୍କ ମରଣ ସୁନିଶ୍ଚିତ।